नमस्कार दर्शक बंधु। भारतीय डाक विभाग बा पोस्ट ऑफिस रे काम करुवा जीडीएस भाई भौणी मानक पई आसिला खुशीर खबर। तेबे सही खुशीर खबरटी हेउची एणिकी सेमानंकु 8 पे कमिशन बा अष्टम वेतन आयोग रे शामिल करा जायछि। एणिकी सेमानकर दरमा 30,000 उपरे सेमानकर दरमाटी रहिबो, जहाकी वर्तमान रो खुशीर खबर आसीछि। तेबे 8 पे कमिशन टी 2026 ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି ଆଜି ଘୋଷଣା ହୋଇସାରିଛି। ତେବେ ପୂର୍ବରୁ ଯେଉଁ ଜିଡିଏସ୍ ଭାଇ ଭଉଣୀମାନଙ୍କର ଅଳ୍ପ ଦରମା ଥିଲା, ତେବେ ଏଣିକି ସେମାନେ 25ରୁ 30,000 ସେମାନେ ଦରମା ପାଇବେ, ଯାହାକି ସବୁଠାରୁ ଖୁସିର କଥା। ତେବେ ଯେଉଁମାନେ ପୋଷ୍ଟ ଅଫିସ୍ ଜିଡିଏସ୍ ଜବ୍ କରିବା ପାଇଁ ଚାହୁଁଛନ୍ତି କେବଳ 10 କ୍ଲାସ୍ ମାର୍କ ବେସିସ୍ରେ, ତେବେ କେବେ ଆସିବ ନୋଟିଫିକେସନ୍, କେବେ ଆସିବ, କେମିତି ଆପ୍ଲାଏ କରିବେ, ଆପଣମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସବୁକିଛି ଅପଡେଟ୍ ପାଇପାରିବେ। ତେବେ ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ ଏବଂ ପାଖରେ ଥିବା ଘଣ୍ଟି ଚିହ୍ନଟିକୁ ଦବାଇ ଅଲ୍ ନୋଟିଫିକେସନରେ ସେଟ୍ କରିଦେବେ। ତେବେ ଏହି ଜିଡିଏସ୍ରେ ଦୁଇ ପ୍ରକାରର ଭ୍ୟାକେନ୍ସି ଥାଏ। ଗୋଟିଏ ହେଲା ଜିଡିଏସ୍ ବିପିଏମ୍, ଆଉ ଗୋଟିଏ ହେଲା ଜିଡିଏସ୍ ଏବିପିଏମ୍। ତେବେ ସେମାନଙ୍କର ବେସିକ୍ ପେ ରହିଛି ବିପିଏମ୍ ମାନଙ୍କର 12,000 ଏବଂ ଏବିପିଏମ୍ ମାନଙ୍କର ରହିଛି 10,000। ତେବେ ଏଣିକି ସେମାନଙ୍କର ବେସିକ୍ ପେ ଷ୍ଟ୍ରକ୍ଚରଟି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ। ଏଣିକି ସେମାନଙ୍କୁ 25ରୁ 30,000 ନୂଆ ସାଲାରୀ ଭାବରେ ତାଙ୍କୁ ମିଳିବ।